ରାମହରି ବେହେରାଙ୍କର ଲିଖିତ ପ୍ରସଙ୍ଗ ବ୍ରାହ୍ମଣବାଦ କ'ଣ? ଆପଣ ଯଦି ପ୍ରକୃତରେ ମଣିଷ ହୋଇଥାନ୍ତି ତାହେଲେ ଏହି ଭିଡ଼ିଓଟିକୁ ନିଶ୍ଚୟ ଦେଖନ୍ତୁ। ଅଳ୍ପ ଜ୍ଞାନରେ କାହାକୁ କିଛି କୁହନ୍ତୁ ନାହିଁ। ସବୁ ବିଷୟରେ ପ୍ରଥମେ ଜାଣନ୍ତୁ ଓ ପଢ଼ନ୍ତୁ, ତାପରେ ବିରୋଧ କରନ୍ତୁ। ପୁରୁଣା ଯୁଗ ପରି ଅନ୍ୟର କଥାରେ ବିଶ୍ୱାସ କରି ଅନ୍ଧ ପରି ତା ପଛରେ ଜମାରୁ ଯାଆନ୍ତୁ ନାହିଁ। ପ୍ରକୃତି ଆପଣଙ୍କୁ ସବୁ କିଛି ଦେଇଛି ଏବଂ ତାର ସଦୁପଯୋଗ ଆପଣ ନିଜେ ହିଁ କରନ୍ତୁ। ଆଜି ମୁଁ ଯାହା କହିବି ଇତିହାସ ଉପରେ ସତ୍ୟ କହିବି, ମନ ଇଚ୍ଛା ଜମାରୁ କହିବି ନାହିଁ। ସେଥିପାଇଁ ଯଦି ପାରିବେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ। ଏଥର ଚାଲନ୍ତୁ ଯିବା ପ୍ରସଙ୍ଗ ଉପରକୁ। ହିନ୍ଦୁ ଧର୍ମର ଅର୍ଥ ହେଲା ବ୍ରାହ୍ମଣବାଦ। ବ୍ରାହ୍ମଣବାଦର ସିଧା ଅର୍ଥ ହେଲା ଧାର୍ମିକ ଆଦେଶମାନ ମାନି ନେବା। ବ୍ରାହ୍ମଣ ସବୁଠାରେ ପୂଜ୍ୟ ଆଉ ଜାତି ନୀତି ମାନିବା ବାଧ୍ୟ। ଏହା ହିଁ ବ୍ରାହ୍ମଣବାଦ। ଜନ୍ମରୁ ଆଧାର କରି ବ୍ରାହ୍ମଣକୁ ଶ୍ରେଷ୍ଠ ମାନିବା ଆଉ ନିଜକୁ ଛୋଟ ଜାତି ମାନିବା ହେଉଛି ବ୍ରାହ୍ମଣବାଦ। ବ୍ରାହ୍ମଣକୁ ଶ୍ରେଷ୍ଠ ଜାତିରେ ବିବେଚନା କରିବା ଆଉ ଜାତି ଏକ ସନାତନ ଆଉ ଅକ୍ଷୟ ବୋଲି ମାନି ନେବା ହେଉଛି ବ୍ରାହ୍ମଣବାଦ। ବ୍ରାହ୍ମଣ ଦ୍ୱାରା ବନାଯାଇଥିବା ଛୁଆଁ ଅଛୁଆଁ ଭେଦଭାବ, ଉଚ୍ଚ ନୀଚ ଆଦିକୁ ମାନିବା ହେଉଛି ବ୍ରାହ୍ମଣବାଦ। ବ୍ରାହ୍ମଣ ହିଁ ଜାତି ସୃଷ୍ଟି କରିଛି। ପ୍ରତ୍ୟେକ ଜାତି ଅନ୍ୟ ଜାତିକୁ ନୀଚ କହିବା ଓ ନିଜେ ସବୁ ଜାତିଠାରୁ ପୂଜ୍ୟ ଆଉ ମହାନ କହିବା, ଏହି ବ୍ୟବସ୍ଥାକୁ ମାନି ନେବା ହେଉଛି ବ୍ରାହ୍ମଣବାଦ। ମଣିଷ ମଣିଷ ଭିତରେ ନ ଛୁଇଁବା, ମଣିଷ ମଣିଷକୁ ଘୃଣା କରିବା, ଏମାନଙ୍କ ମଧ୍ୟରେ ଭାଇଚାରା ନ କରିବା ଆଦି ବ୍ରାହ୍ମଣବାଦ କୁହାଯାଏ। ବ୍ରାହ୍ମଣ ହିଁ ସ୍ତ୍ରୀ ଲୋକଙ୍କୁ ନୀଚ କରିଛି, ସମ୍ଭୋଗର ବସ୍ତୁ କରି ରଖିଛି ଏବଂ ଏହି ବିଚାରକୁ ଧାର୍ମିକ ରୂପ ମଧ୍ୟ ଦେଇ ସାରିଛି। ଏହି ଅମାନବୀୟ ବ୍ୟବସ୍ଥାକୁ ମାନିବା ହିଁ ବ୍ରାହ୍ମଣବାଦ। ମହିଳାକୁ ଅସମ୍ମାନ କରିବା ଆଉ ପାପ ଯୋନିରୁ ଉତ୍ପନ୍ନ ବୋଲି କହିବା ଏବଂ ଏହି ମହିଳାମାନେ କେବଳ ଭୋଗ୍ୟ ବସ୍ତୁ ଭାବେ ମାନିବା ହିଁ ବ୍ରାହ୍ମଣବାଦ। ସ୍ତ୍ରୀକୁ ଦ୍ୱିତୀୟ ଶ୍ରେଣୀର ମଣିଷ କହି ପୁରୁଷକୁ ଶ୍ରେଷ୍ଠ ମାନିବା ହିଁ ବ୍ରାହ୍ମଣବାଦ। ବ୍ରାହ୍ମଣ ହିନ୍ଦୁମାନଙ୍କୁ ଗୋଲାମ ବନାଇ ରଖିବା ପାଇଁ କଳ୍ପନା କରି ଦେବୀ ଦେବତା ଈଶ୍ୱର ବନେଇ ଅବିଶ୍ୱାସ କରିଦେଇଛି। ଅବିଶ୍ୱାସୀ ଆଉ ଅନ୍ଧବିଶ୍ୱାସୀ ଆଧାରିତ ଅନେକ କଥା କାହାଣୀମାନ ଲେଖିଦେଇଛି। ଏହି କଳ୍ପନାରେ ଦେବୀ ଦେବତା ଏବଂ ଈଶ୍ୱରଙ୍କୁ ମାନିବା ହିଁ ବ୍ରାହ୍ମଣବାଦ। ପାଖଣ୍ଡ ଆଉ ଅନ୍ଧବିଶ୍ୱାସ ପୂର୍ବକ ଜୀବନ ବଞ୍ଚିବା ହିଁ ବ୍ରାହ୍ମଣବାଦ। ଏହି ପାଖଣ୍ଡ ଆଉ ଅନ୍ଧବିଶ୍ୱାସକୁ ଭିତ୍ତି କରି ଅନେକ ଚାଲିଚଳନ ପର୍ବପର୍ବାଣୀ କରିବା ହିଁ ବ୍ରାହ୍ମଣବାଦ। ସେହିପରି କଳ୍ପନାର ଦେବୀ ଦେବତା ନାମରେ ପର୍ବପର୍ବାଣୀ ମାନିବା ହିଁ ବ୍ରାହ୍ମଣବାଦ। ଦୁର୍ବୃତ୍ତତା ତଥା ଅନ୍ଧବିଶ୍ୱାସ ଉପରେ ଆଧାରିତ ପୁସ୍ତକଗୁଡ଼ିକୁ ପୂଜା କରିବା, ଶ୍ରଦ୍ଧାପୂର୍ବକ ପଢ଼ିବା କାର୍ଯ୍ୟକୁ ବ୍ରାହ୍ମଣବାଦ କୁହାଯାଏ। ସେହି ପୋଥିଗୁଡ଼ିକରେ ଦେବୀ ଦେବତା ଆଉ ଈଶ୍ୱର ଆଦିମାନଙ୍କ କଳ୍ପନା ରୂପକ ମହିଳାମାନଙ୍କୁ ଶ୍ରଦ୍ଧା ଭାବେ ପଢ଼ି ମାନିବାକୁ ମଧ୍ୟ ବ୍ରାହ୍ମଣବାଦ କୁହାଯାଏ। ଧାର୍ମିକ ବିଶ୍ୱାସ ଉପରେ ଅବାସ୍ତବତା ଆଉ ଅନ୍ଧବିଶ୍ୱାସକୁ ମାନିବା ବ୍ରାହ୍ମଣବାଦ ଅଟେ। ଜନ୍ମ ଉତ୍ସବରେ, ବିବାହରେ, ପୂଜା ପାର୍ବଣରେ ତଥା ଶୋକସଭା ଇତ୍ୟାଦି କାର୍ଯ୍ୟକ୍ରମରେ ବ୍ରାହ୍ମଣକୁ ଗୃହକୁ ଡାକିବା କାର୍ଯ୍ୟକୁ ମାନି କରିବାକୁ ହିଁ ବ୍ରାହ୍ମଣବାଦ କୁହାଯାଏ। ଉପରୋକ୍ତ କାର୍ଯ୍ୟ ପାଇଁ ଶୁଭ ମୁହୂର୍ତ୍ତ ବାହାର କରିବାରେ ଜାତି ଆଧାରରେ ଶ୍ରଦ୍ଧା କରିବା, ବ୍ରାହ୍ମଣକୁ ଦାନ ଦେବା, ଦକ୍ଷିଣା ଦେବା, ଭିକ୍ଷା ଦେବା, ଭୋଜନ ଦେବା, ଭୟ କରିବା, ଏସବୁ ବ୍ରାହ୍ମଣର ଧାର୍ମିକ ଗୋଲାମରେ ବଶୀଭୂତ ହୋଇ ରହିବା ବ୍ରାହ୍ମଣବାଦ ଅଟେ। ଅନ୍ଧବିଶ୍ୱାସ ଉପରେ ଆଧାରିତ ଶହ ଶହ କଳ୍ପନା ରୂପକ ଚିତ୍ରମାନ ନେଇ କ୍ୟାଲେଣ୍ଡର କରିବା, ଅନେକ ହାତ ଗୋଡ଼, ମୁହଁ, ଶିଙ୍ଗ, ପୁଚ୍ଛ ଆଦି ବିଚିତ୍ରମାନ ଛାପି କରି ବିକ୍ରି କରିବା ଏକ ପ୍ରକାର ବ୍ରାହ୍ମଣବାଦର ପ୍ରଚାର ପ୍ରସାର ଅଟେ। ଭାରତୀୟ ଲୋକମାନେ ଏସବୁ ମନଗଢ଼ା କାଳ୍ପନିକ ଚିତ୍ର ବାବଦରେ ଚିନ୍ତା କରିବା, ନିଜର ଦୁଃଖ ଯନ୍ତ୍ରଣା ବିଷୟରେ ସମୟ ନଥାଏ, ଯାହାଫଳରେ ଷଡ଼ଯନ୍ତ୍ରକାରୀଙ୍କ କବଳରେ ପଡ଼ିଯାଆନ୍ତି। ତେଣୁ ହିଁ ବିଜ୍ଞଜନ ବ୍ରାହ୍ମଣର ଦୁର୍ବୃତ୍ତ ଅପସଂସ୍କୃତିକୁ ଦୂରେଇବା ପାଇଁ ସମସ୍ତ ପୁସ୍ତକ ସବୁ ଚିରି ଫୋପାଡ଼ି ଦିଅ, ଯାହାଫଳରେ ମୂଳ ନିବାସୀଙ୍କୁ ମୁକ୍ତି ମିଳିବ। ବିଶେଷ କରି କହିବାକୁ ଗଲେ पढ़ते थे ब्राह्मण करी संस्कृत के छंद, बनते थे दुनिया रे सबु से अकल मंद।
खाते थे मधुपर्क पीते थे समोरस, अब ये सब खाएंगे सुधना शकर कंद।